ରାଜନୀତି ଓଡ଼ିଶା ନେତା ଅମଦାନୀ କଲେ ଭାଜପା ପାଇଁ ମହଙ୍ଗା ପଡ଼ିପାରେ। କଥାରେ ଅଛି ଭାବିଚିନ୍ତି କାମ ନ କଲେ ଭୁଲ ହୋଇଥାଏ। ଆଉ ସେଇ ଟିକିଏ ଭୁଲ ପାଇଁ ଆମକୁ ବହୁତ କିଛି ହରାଇବାକୁ ପଡ଼ିଥାଏ। ଓଡ଼ିଶା ରାଜନୀତିରେ ଏବେ ସେଭଳି ଏକ ସମୟ ଆସିଛି। ଭାଜପାର ବିପୁଳ ବିଜୟ ଓଡ଼ିଶାରେ ପ୍ରଥମ ଥର ହୋଇଥିବା ବେଳେ ରାଜ୍ୟରେ କିଏ ହେବ ମୁଖ୍ୟମନ୍ତ୍ରୀ ସେ ନେଇ ଗତ କିଛିଦିନ ହେଲା ଚର୍ଚ୍ଚା ଜୋର ଧରିଛି। ତେବେ ଭାରତୀୟ ଜନତା ପାର୍ଟି ଓଡ଼ିଶାରେ ମୁଖ୍ୟମନ୍ତ୍ରୀ ବାହାରୁ ଆମଦାନୀ ନକରି ଜଣେ ନିର୍ବାଚିତ ପ୍ରାର୍ଥୀଙ୍କୁ ଓଡ଼ିଶାରେ ମୁଖିଆ ଅର୍ଥାତ୍ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ଦେଲେ ଏହା ବିଜେପି ପାଇଁ ବେଶ୍ ଲାଭପ୍ରଦ ହେବା ସଙ୍ଗେ ସଙ୍ଗେ ରାଜ୍ୟରେ ଦଳର ସ୍ଥିତି ମଜବୁତ ହୋଇପାରିବ। ଓଡ଼ିଶାରେ ବାବୁଗିରି ବ୍ୟବସ୍ଥାକୁ ବନ୍ଦ ନକରି ନିର୍ବାଚିତ ପ୍ରାର୍ଥୀଙ୍କୁ ଅଣଦେଖା କରିବା ଅବସ୍ଥା ସୃଷ୍ଟି ହେଲେ ନିର୍ବାଚିତ ପ୍ରାର୍ଥୀମାନେ ସାଧାରଣରେ ଅଯୋଗ୍ୟ ବୋଲି ପ୍ରମାଣିତ ହେବେ। ଏପରି ହେଲେ ଦଳ ପାଇଁ ଆଦୌ ଶୁଭଙ୍କର ହେବ ନାହିଁ ବୋଲି ଏବେଠୁ ଜଣାପଡ଼ିଗଲାଣି। ଭାଜପା ନିର୍ବାଚିତ ପ୍ରାର୍ଥୀ ସେ ବିଧାୟକ ହୁଅନ୍ତୁ କି ଏମ୍ପି ସେମାନଙ୍କ ମଧ୍ୟରୁ ଜଣକୁ ମୁଖ୍ୟମନ୍ତ୍ରୀ କରିବାରେ କୌଣସି ଅସୁବିଧା ନାହିଁ। ମାତ୍ର ତା ନକରି ଜଣେ ବାହାରୁ ସରକାରୀ ବାବୁଙ୍କୁ ଏଠାରେ ଅବସ୍ଥାପିତ କଲେ ଦଳରେ ବିଶୃଙ୍ଖଳା ସାଙ୍ଗକୁ ଓଡ଼ିଶାର ପାଣି ପବନରେ ଚଳୁନଥିବା ବ୍ୟକ୍ତି ଓଡ଼ିଶାବାସୀଙ୍କ ସାମଗ୍ରିକ ବିକାଶରେ କି ପ୍ରକାର ବିକାଶ କରି ଦଳ ପାଇଁ କାର୍ଯ୍ୟ କରିବେ ଏଥିରୁ ସ୍ପଷ୍ଟ ହୋଇଯାଉଛି। ନିକଟରେ ଏହିଭଳି ଜଣେ ସରକାରୀ ବାବୁଙ୍କ ପାଇଁ 24 ବର୍ଷର ଏକ ରିଜନାଲ ପାର୍ଟିର ପରାଜୟ ଘଟିଲା। ଯଦି ବେଳରୁ ନିର୍ବାଚିତ ନେତାମାନେ ସେ ବାବୁଙ୍କୁ ଦଳରୁ ବିଦା କରିଥାନ୍ତେ ତେବେ ଦଳ ଏଭଳି ବିପର୍ଯ୍ୟୟର ସାମ୍ନା କରିନଥାନ୍ତା ବୋଲି ଏବେ ଖୋଲାଖୋଲି ଆଲୋଚନା ହେଉଛି। ତେଣୁ ବେଳ ହୁଁ ସାବଧାନ। ଜୟ ଜଗନ୍ନାଥ। ବ୍ୟୁରୋ ନ୍ୟୁଜ୍ ଓଡ଼ିଶା କଥା ୟୁଟ୍ୟୁବ୍ ଚ୍ୟାନେଲଟିକୁ ଆପଣମାନେ ଦେଖୁଛନ୍ତି। ମତାମତ ଦିଅନ୍ତୁ, ଲାଇକ୍ କରନ୍ତୁ, ସବସ୍କ୍ରାଇବ୍ କରନ୍ତୁ ଓ ସେୟାର ମଧ୍ୟ କରନ୍ତୁ।